ଝରଣାରେ ପାଣି ଖସିଲା ଭଳିଆ ଖସୁଛି ଯାଇ ସବୁ ପୁରା ହଇନି ସେଇ ତିନିଟା ନା ପାଣି ପୁରା ବହୁତ ବଢି ଠାକୁରଟା ପୁରା ପାଣିରେ ପୁରା ସମୁଦ୍ର ଗୁଡ଼ା ଚପଲ ଗୋଟେ ପିନ୍ଧି ତ ହେଲୋ ସାଙ୍ଗ ମୁଁ ଆପଣଙ୍କର ଆକାଶ ସ୍ୱାଗତ କରୁଛି ମୋର ଆଉ ଏକ ନ୍ୟୁ ବ୍ଲଗକୁ। ତ ଏବେ ସମୟ ପାଖାପାଖି 7ଟା ରାଇଟ୍ 7ଟା ହିଁ ହେବ। ତ କାଲି ତ ରାତିରେ ଭିଡ଼ିଓ ବନେଇକି ସବୁ ଦୁଇଟା ଗାଁକୁ ଯାଇଥିଲି ବୁଲିତେ। ତ ସେଠି ବୁଲି ବାଲିକି ଭିଡ଼ିଓ ବନେଇକି ଆସିକି ଶୋଇଲାକୁ ପାଖାପାଖି 12ଟା ହେଇଗଲା। ତ ଜଷ୍ଟ ଅଧଘଣ୍ଟେ ଶୋଇଛି, ଅଧଘଣ୍ଟେ ଶୋଇଲା ଭିତରେ ପାଣି ଏତେ ମାତ୍ରାରେ ବଢ଼ିଲା ଯେ ତ ଆମ ଘରକୁ ମୁଁ ତ ବର୍ତ୍ତମାନ ଏଠି ଅଛି କେଉଁଠି ଆମ ବଡ଼ ପୋଲ ପାଖକୁ ଆସିଛି, ନଈ ପାଖକୁ। ତ ଘରକୁ ଗଲେ ଦେଖେଇଦେମି ମତେ କେଉଁଠି ଥିଲା ପାଣି, ଅଧଘଣ୍ଟା ଭିତରେ ଯାଇକି ଆମ ଘର ପାଖରେ ଯାଇ ପାଣି ଲାଗିଲାଣି। ତ ମୁଁ ବର୍ତ୍ତମାନ ସେଇ ଆସିଛି ବୁଲିତେ। ତ ମୁଁ ଆପଣମାନଙ୍କୁ ବୁଲିକି ପୁରା ଦେଖେଇ ଦେଉଛି ବଢ଼ି ପାଣିର କେତେ ଭିଉ ରହିଛି, ପିଲାମାନେ ମଜାମସ୍ତି କେମିତି କ'ଣ କରୁଛନ୍ତି। ଆଉ ବଢ଼ି ପାଣି ପୁରା ଆବଦ୍ଧ କରି ରଖିଛି ଆମ ଗାଁଟାକୁ ପୁରା କିପରି ଭାବରେ ମୁଁ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ଜଣାଉଛି। ତ ଦେଖ ତ ଗାଈ ଦେଖ, ଏଇଟା ହେଉଛି ଆମ ଗାଁକୁ ଏଣ୍ଟ୍ରି କରିବା ପାଇଁ ରାସ୍ତା। ତ ଏଠି ରାତିର କାଲି ପାଣି ନଥିଲା, ଏଠି ପୁରା ଚାଖେଣ୍ଡେ ଦି ଚାଖେଣ୍ଡେ ତଳକୁ ପାଣି ଥିଲା। ବର୍ତ୍ତମାନ ଏଠି ଯେଉଁଗୁଡ଼ା ପାଣି ଚାଲିଛି ପୁରା ପାଖାପାଖି ଗୋଟେ ଲୋକ ଫୋକ ପଡ଼ିବ ଯଦି ଭସେଇକି ନେଇଯିବେ ଏଇ ବାଟେ ଦେଖ। ସେବାଟେ ପୁରା କହିତେ ମାନେ ସମୁଦ୍ର ସେବା ସାଇଡ଼୍ର ଏପାଖ ରାସ୍ତାରେ ଟୋଟାଲି ଗୋଟେ ରାସ୍ତାଟା ପୁରା ଟୋଟାଲି ପାଣି ଚାଲିଛି। ଆଉ ଏପାଖରେ ବି ଗୋଟେ ଘର ଚାରିପଟେ ଆବଦ୍ଧ କରି ରଖିଛି। ଏପାଖରେ ବି ସୁଅ ଚାଲିଛି, ମୁଁ ଯେଉଁ ଠିଆ ହେଇଛି। ଆଉ ସାନୁ ଆଉ ତମ ଘର ପାଖରେ କେମିତି କ'ଣ ପାଣି ଅଛି? ଦୁଆର ମୁହଁରେ ପାଣି। ଓହୋ, ସେ ଦେଖ କେତେ ଜୋରରେ ଏଠି ପାଣି ଚାଲିଛି ପୁରା ସେପାଖ ପୁଲକୁ ଯିବା ନାଗି ନଈକି ଯିବା ନାଗି ରାସ୍ତାଟା ଅଛି। ଏଇ ରାସ୍ତାରେ ଭାରି ଜୋରରେ ସୁଅ ଚାଲିଛି, ଦେଖ କେତିକି ଜୋରରେ ସୁଅ ଚାଲିଛି। ପୁଖୁରୀଟା ପୁରା ଫୁଲ। ତ ମୁଁ ଯାଇକି ଆମ ଗାଁ ଭିତରେ ବି ଯାଇକି ଦେଖେଇଦେବି। ତ ଗାଁରେ ବି ପ୍ରବଳ ମାତ୍ରାରେ ସୁଅ ଚାଲିଛି ପାଣି ଦ୍ୱାରା। ଦେଖ ଦେଖ ପୁରା ସମୁଦ୍ର ଭଳି ପାଣି। ଆଉ ସେ ଭାଡ଼ି ରହିଛି, ସେ ଭାଡ଼ି ପାଖାପାଖି ବୁଢ଼ୀ ଉପରେ ହେଲାଣି। କେତିକି ଜୋରରେ ଏଠି ସୁଅ ଚାଲୁଛି। ଏଇଟା ପୋଖରୀରୁ ପାଣି ଆସିକି କିଆରି ବାଟେ ଯାଇକି ଏଇ ବାଟେ ପାଣି ଯାଉଛି। ଦେଖ କେତିକ ପାଣି ଏପାଖେ ପୁରା ହାତ ପାଣି ସେପଟ ପାଣି, ସେପାଖରେ ବି ବିଲ ଅଛି, ସେପାଖରେ ବି ବିଲରେ ପ୍ରବଳ ମାତ୍ରାରେ ପାଣି ହେଇଛି। ଆଉ ଏଇଟା ଆମ କ୍ଲବ ଘର, ଏଇଟା ବୁଡ଼ିନି ପାଖାପାଖି ନା ସବୁ ବୁଡ଼ି ଯାଇଛି। ତ ଗାଈ ଦେଖିପାରୁଥିବେ ଆମ ଅଞ୍ଚଳରେ କେତେ ମାତ୍ରାରେ ବନ୍ୟା ଘେରିକି ରଖିଛି ଆମ ଗାଁଟାକୁ ପୁରା ପାଖେ। ମୁଁ ଏଇ ଯେଉଁ ଠିଆ ହେଇଛି ଏଠି ପାଖାପାଖି ଆଣ୍ଠୁଏ ପାଣି, ଆଉ ବି ସେପାଖରେ ସବୁ ପାଣି ରହିଛି। ପୁରା ସମୁଦ୍ର। ପାଣି ସୁଅ ଚାଲିଛି ପୁରା ଅଗଲା ପ୍ରକାର। ଆଉ ଛକ ସବୁ ପିଲାମାନେ ଯାଉଛନ୍ତି, ମୁଁ ଯାଉଛି ଛକକୁ ବି ଯାଉଛି ନା। ଫାଷ୍ଟ ମୁଁ ସେପାଖରେ ଦେଖେଇ ଦେଉଛି ଆମ ଗାଁ ସେପାଖ ଭିତରଟା, ତାପରେ ଛକକୁ ଯିବା ଆଉ। ତ ଗାଁରେ କେମିତି ସୁଅ ଚାଲିଛି ଦେଖ, ମୁଁ ଯାଇ ଭିତରେ ଯାଇକି ଗାଁ ଭିତରଟାକୁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ସବୁ ଦେଖେଇ ଦେଉଛି। କେମିତି ଆମ ଏ ପାଖରେ ବନ୍ୟା ପାଇଁ କେମିତି କ'ଣ ଲୋକ ରହିଛନ୍ତି ନିଜ ନିଜ ଘରେ ଆଶ୍ରୟ ହେଇକି। ଏ କ୍ଲବ୍ ଘରଟା ପୁରା ବୁଡ଼ି ଯାଇଛି। ଆଉ ଏପାଖର ବି ଏପାଖକୁ ଯାଇନି ପାଣି, ଜଷ୍ଟ ଯିବ ହେଉଛି। এই দেখো এফাকা ভিউ, ଏଫାକ ବି ଦେଖ କେତେ ସୁନ୍ଦର ଦେଖାଯାଉଛି। ପାଣି ଯାଇଛି ଯେଉଁ ସୋ ଚାଲିଛି, କେତେ ସୁନ୍ଦର ଦେଖାଯାଉଛି ଏଫାକ ଭିଉଟା। ଆଉ ଏଇ ଯେଉଁ ରାସ୍ତା ଆମ ଗାଁକୁ ଯିବା ଲାଗି, ଏ ରାସ୍ତାରେ ବି ପାଣି ହେଇଯାଇଛି। ତ ଏଠି ଏଇ ଦୁଇଟା କଲଭେଟ୍ ଥିଲା, ଏଠି ଗୋଟେ ଏଠି ଗୋଟେ। ତ ୟା ଉପରେ ପାଣି ଚାଲିଛି ସୁଅ ଭାବ ହେଇକି। ତ ଏଇ ଘରେ ଏଇଟା ମୋ ଅଧ୍ୟାପକ ଘର, ମୁଁ ଏଇ ଶୁଏ। ତ ମୁଁ ଯେତେବେଳେ ଶୋଇତେ ଗଲି ପାଣି ଏଠି ଥିଲା ଏଇ ଜାଗାରେ, ବଢ଼ି ନଥିଲା କିଛି। ତ ଅଧଘଣ୍ଟେ ନାହିଁ ଶୋଇଛି କି ନାହିଁ, ଅଧଘଣ୍ଟେ ପରେ ଆସି ଦେଖିଲାକୁ ସେଇ ଜାଗାରେ ପାଣି ପୁରା।
ପାଣି କେତେ ମାତ୍ରାରେ ବଢ଼ୁଛି ତାହେଲେ ଆପଣମାନେ ଜାଣିପାରୁଥିବେ। ତ ଆମ ଗାଁର ପାଣି ଏଉଠୁ ହିଁ ଚାଲିଛି ଫାଷ୍ଟ, ଭିତରକୁ ଯାଇନି ଏତେ। ତ ଏଉଠୁ ପାଣି ଷ୍ଟାର୍ଟ ହେଲା, ଏଇଠି ସ୍ଲୋ ଚାଲିଛି, ଦେଖ କେତେ ସ୍ଲୋ, ଆଗକୁ ଆହୁରି ଜୋରସେ ଚାଲିଛି। ଠାକୁରଟା ପୁରା ପାଣିରେ ବୁଡ଼ି ଯାଇଛି, ବନ୍ୟା ପାଣିରେ। ତ ଚାଲ ମୁଁ ଆଗକୁ ଦେଖୁଛି କେଉଁଠି କ'ଣ ସ୍ଲୋ ଚାଲିଛି କେଉଁଠି ନାହିଁ। ଆଉ ତା ସବୁ ବୁଡ଼ି ଯାଇଛି ପାଣିରେ। ରାସ୍ତା ଉପରକୁ ଉଠି ଆସିছে ସବୁ ପାଣି। ସବୁଆଡ଼େ ପୁରା ଜଳମୟ। तो बर्तमान मु गाँरु छक पर्यटन जिमी, छक पर्यटन आपण मानक भिडियो माध्यम कौटी कौन पानी होती मुझे भिडियो माध्यम जनइबी। तो भिडियो भल लगे लाइक कमेंट सब्सक्राइब करूँ। पाखे बेल आइकन को ऑन कर दिंतु, जहाँफल कि आपण को भिडियो जल्दी जल्दी पाइपर। नई पूरा फुल हो जाए पोखरी पाखे, आउ खाली एठी स्लो चलती एफाक रास्तार। पूरा फुल हो गला पानी, आउ ये भी बुड़ी गला पाखापाखि घर साइड रे पूरा पानी लग गला। केते जोरे पानी चलছে এফাকে सब। आउचे बर्तमान औगत छक पाखु, तो छक पाखु दिबा लगी केते पानी। तो गाँव रु बाहर पानी, तो ये शुणिया बर्तमान ये रास्ता रास्ते जिम्मे छक पाखु, छक देख केते जोर रास्ता पानी चलती। यही भाव में छक पर्यंत पूरा पानी चलती। देख एफाक जो पानी आते जोर स्लो चलती। आटा हूँ बिल, एटा बिल नुहे तो पूरा समुद्र भाया देखा आग को। एटा सबुआड़े समुद्र भाया देखा। आम आड़ तो पाखापाखि सब बुड़ी गला। तो आपण गाँव में केमी कौन सिचुएसन रही से पाखे, तो आपण मैंने कमेंट माध्यम निश्चित जनइबे। एठी झरणार पानी खसला भाया खसुचे जगार, देख झरणार पानी खसला भाया खसुचे। आरो पिला माने आम जाई सेठी मौज मस्ती करछन्ती। तो मु गति गाँव भिडियो बनाऊली, तो ए बर्तमान पाखु जाऊँगी। तो बर्तमान आम छक पाखु जाऊँगी, छक पाखु पुणी फेरबी। तो पानी देखते जाऊँगी आपण को देखापी पानी बुलिकी केते कष्ट कराऊँगी। पानी बुलिकी आपण को भिडियो माध्यम सबकि सेयार कर। तो सेपाक पूरा समुद्र, देख पूरा समुद्र सेपाक साइड रे। सबुआड़े प्राय सुओ चलती, सबू घर बर्तमान पानी घेर भीतर रही। तो देख एफाके सेपाक गोटे गाँ, सेपाक गोटे गाँ पूरा बुड़ी गला। ये टे जोर से शो चलती ये जगार। देख बर्तमान बुला डेई डेई बर्तमान आछम छम छम पानी
ପାଣି କ'ଣ କେତେ ପର୍ଯ୍ୟନ୍ତ କ'ଣ ଲାଗିଛି ପାଣି ପାଣି ଛାଡ଼ିଗଲାଣି ଗୋଟେ ଡନ। ପାଣି ଛାଡ଼ିଗଲାଣି ଛାଡ଼ି ଯାଉ ସେ ଲୋକମାନେ ବହୁତ ହଇରାଣ ହିଁ ହେଉଛନ୍ତି ତୋର କ'ଣ ତ ଯିବା ବା ନା ନା ଏଇଠି ପଳେଇ ଆସିବା ଲୋକ ଇଣ୍ଟରଭ୍ୟୁ ନେଇକି ପଳେଇ ଆସିବା ତ ପାଣି କେତେ ପର୍ଯ୍ୟନ୍ତ କ'ଣ ଲାଗିଛି ବର୍ତ୍ତମାନ ରାତି 3ଟା ନା ପାଣି ପୁରା ବହୁତ ବଢ଼ିଥିଲା। ବର୍ତ୍ତମାନ ପାଣି ଧୀରେ ଧୀରେ କମିଲାଣି। ଯାହା ହଉ ଲୋକମାନେ ଟିକେ ଯେଉଁ ଭଲ ଚଳିବେ ଏବେ ହଁ ଆମର ବସେ ଛକ ବୁଡ଼ିବ। ଆଉ କାନୁ ଆମର ନୂଆ ଘର କେଉଁଠି କ'ଣ ହେଇଯାଇଛି ଦେଖିଲୁ ସବୁଆଡ଼େ ପୁରା ସମୁଦ୍ର ଗାଧୋଇବା କୋଉଠି ଆଜି ପୋଖରୀ ଏଠି ଗାଧୋଇବା କରୁନି ଠାକୁର ଘରେ ବଢ଼ିଆ ଭାବରେ ସୁଇମିଂ ପୁଲ୍ ନା ତ ପାଖାପାଖି ଏଇଭଳି ଭାବରେ ପାଣି ହେଇଯାଇଛି ଆପଣମାନେ ଦେଖୁଥିବେ ମୋ ଭିଡ଼ିଓ ମାଧ୍ୟମରେ କେତେ ଜୋରସେ ଆମ ଏଠି ଆଡ଼େ ପାଣି ଚାଲିଛି ଆଉ ରିଲିଫ୍ ବି ଏପର୍ଯ୍ୟନ୍ତ ରିଲିଫ୍ରେ ପ୍ରଶାସନ ତରଫରୁ କିଛି ଆୟୋଜନ କରାଯାଇ ନାହିଁ ତ ଦେଖାଯାଉ ଆଗକୁ ଟାଇମ୍ ଅଛି କ'ଣ ହେଉଛି ଆସିବ ତ ଗାଈ ଦେଖ କିଛି ଭିଉ ଏଇପରି ଭାବରେ ଦେଖାଉଛି ଆମ ଏ ପାଖରେ ଏ ପାଖରେ ପୁରା ସମୁଦ୍ର ନା ପୁରା ସମୁଦ୍ର ଆଉ ଟିକେ ପିଲାମାନେ ସେଠି ରିଲ୍ସ କରୁଛନ୍ତି ତ ପାଣିରେ ବି ଛାଡ଼ୁନାହାନ୍ତି ପାଣିରେ ବି ରିଲ୍ସ କରୁଛନ୍ତି ସେମାନେ କିଛି ଚିନ୍ତା ନାହିଁ ଏଇଟା ପୁରା ହୀରାକୁଦ ଏଉଠୁ ପାଣି ଯାଇକି ଅଧେ ଗାଁରେ ପଶାଇଲାଣି ଏଠି ଯେଭଳିଆ ପାଣି ଚାଲିଛି ହୀରାକୁଦ ଡ୍ୟାମ୍ ଭଳିଆ ପାଣି ହଁ ସେଇବା ଦେଖ ଏଇ ଜାଗାରେ କେତେ ଜୋରରେ ପାଣି ଚାଲିଛି କୁଆଡ଼େ ହଗିବୁ ଏତେ ଝାଡ଼ା ଲାଗିଲାନି ନା ହଗିବୁ ସିଆଡ଼େ ତ ଗାଈ କୁଆଡ଼େ ଯାଉଛ କୁଆଡ଼େ ବଣ ଭିତରୁ କୁଆଡ଼େ ଯାଉଛ କ'ଣ ଆମେ ଜାଣିଛୁ ତମେ କି କାମ କରୁଛ ଯାଉଛ ଭିଡ଼ିଓ ଭାଇରାଲ ତ ଗାଈ ତ ମୁଁ ଆପଣଙ୍କୁ ଗୋଟେ ଜିନିଷ କହୁଛି ତ ଏଇ ଯେଉଁ ରହିଛି ଆମର ଯେଉଁ ସିଚୁଏସନ୍ ଯେଉଁଭଳିଆ ପାଣି ଘେରାଉ ଇଏ ଘରେ ଘରେ ପାଣି ବସିଗଲେ ଏଠି ସବୁ ଅସୁବିଧା କିନ୍ତୁ ଗୋଟିଏ ସୁବିଧା ଗୋଟିଏ କାମ ନାଗି ସେଇଟା ହେଉଛି କ'ଣ ଆପଣମାନେ ବି ଜାଣିସାରିବେଣି ମୁଁ କ'ଣ କହିବାକୁ ଚାହୁଁଛି ତ ସେଇ କାମଟା ହିଁ ଗୋଟିଏ ସୁବିଧା ଯାହାକି ପାଣିରେ ଯେଉଁଠି ନାହିଁ ସେଇଠି ଝାଡ଼ା ବସିପାରିବୁ କିଛି ଚିନ୍ତା ନାହିଁ ସେ ପାଖାପାଖି ତ ପାଣିରେ ଝାଡ଼ା ବସି ପାରିବା ଏଇଟା ହିଁ ଗୋଟେ ସୁବିଧା ନହେଲେ ଆଉ ସବୁ ଅସୁବିଧା ଇଏ ଯେଉଁ ସିଚୁଏସନ୍ ହେଇଛି ଆମର ତ ଇଏ ବି ଗୋଟେ ଘର ପାଣି ଘେର ଭିତରେ ରହିଛି ପାଣି ଟିକେ ଟିକେ ଛାଡ଼ିଗଲାଣି ଟିକେ ଟିକେ ଜଷ୍ଟ ଝିମେ ଝିମେ କମଉଛି ସବୁ ପୁରା ସେଟା କ'ଣ ପିନ୍ଧିଛୁ କ'ଣ ସେଟା ତ ଇଏ ଗୋଟେ ଦେଖ ଗୋଟେ ସିମେଣ୍ଟ ଗୁଡ଼ା ଚପଲ ଗୋଟେ ପିନ୍ଧିକି ପଳେଇ ଆସିଛି ପାଣି ବୁଲତେ ପୁରା ଯେମିତି ଯାହା ରହୁ ତୁ ପିନ୍ଧିଛୁ ନା ନାହିଁ ଆଉ ଫେରେ ପାଣି ମାନେ ଆମ କ୍ଲବ୍ ଘର ଭିତରୁ ଜମା ପାଣି ଯାଇନି ଆମ କ୍ଲବ୍ ଘର ଭିତରୁ ଜମା ପାଣି ଯାଇନି Demak. Relief, relief, relief,
ଗାଇସ୍ ମୁଁ ଆପଣଙ୍କୁ ଦେଖେଇଲି ଆମ ଗାଁରେ କେତେ ମାତ୍ରାରେ ବନ୍ୟା ଆବଦ୍ଧ କରି ରଖିଛି ସମସ୍ତଙ୍କୁ। ଆଉ ପାଖାପାଖି ମୁଁ ବି ସେପଟକୁ ଯାଇକି ଭିଡ଼ିଓ ବନେଇଲି କେମିତି କ'ଣ ସେ ପାଖରେ ପାଣି ସିଚୁଏସନ୍ ରହିଛି ଏଠିକି ବି ବନେଇଲି। ଗାଁ ଭିତରେ ବି ଆପଣଙ୍କୁ ଦେଖେଇଲେ କେମିତି କ'ଣ ରହିଛି। ତ ଆମେ ଏଇଭଳି ଭାବରେ ପାଣିର ଘେର ଭିତରେ ଅଛୁ, ବହୁତ କଷ୍ଟ ହେଉଛି ଚଳିବା ଲାଗି। ଆଉ ପାଖାପାଖି ଗୋଟେ ଗୋଟେ ଘରେ ପାଣି ପଶିଗଲାଣି, ଯାହା ତ ମାଟି ଘର ସେ ବହୁତ କଷ୍ଟରେ ଚଳୁଛନ୍ତି। ତ ଆଶା କରୁଛି ପାଣି ଆଜି ସୁଦ୍ଧା କମିଯାଉ, ଯାହାଫଳରେ ଲୋକମାନେ ସହଜରେ ଚଳିପାରିବେ। ତ ଆଜି ପାଇଁ ଏତିକ, ପୁଣି ଦେଖା ହେବ ନେକ୍ସଟ ବ୍ଲଗ୍ରେ। ରହିଲି, ଜୟ ଜଗନ୍ନାଥ।